ମାଲୋ ତୁ ମୋତେ କ୍ଷମା କରିଦେବୁ। ନା ମୁଁ ତୋର ଗୋଟେ ଭଲ ପୁଅ ହେଇପାରିଲି, ନା ଗୋଟେ ଭଲ ଭାଇ ହେଇପାରିଲି। ମୋ ଗେଲି ଭଉଣୀ କେତେ ଆଶା ନେଇ ମୋର ହାତରେ ରାକ୍ଷୀ ବାନ୍ଧି ଦେଇଥିଲା, ଆଉ ଆମେ ଭାଇ ଭଉଣୀ ଛାଇ ହେଇ ରହିବୁ ବୋଲି ମଧ୍ୟ ପରସ୍ପରକୁ କଥା ଦେଇଥିଲୁ। ହେଲେ ମୁଁ ଏଡ଼େ ହତଭାଗାଟେ ଯେ ତା କଥା ବି ରଖିପାରିଲିନି, ଆଉ ଆଜି ସମସ୍ତଙ୍କୁ ଏକା କରି ଚାଲି ଯାଉଛି। ତୁ କହ ମା, ମୁଁ କେତେ ଆଉ ସହିବି? ଆଉ ସବୁଦିନ ସହି ସହି କେତେ ଆଉ ବଞ୍ଚିବି? ଶେଷରେ ଆଉ ସହିପାରିଲିନି ମା, ହାରିଗଲି। ସେ ସ୍କୁଲ ମ୍ୟାଡ଼ାମ୍ ମୋ ସହିତ ସ୍କୁଲ ଭିତରେ ଯାହା ସବୁ କରୁଥିଲା, ମୁଁ ଆଉ ରାସ୍ତାରେ ମୁଣ୍ଡ ଟେକି ଚାଲିବାକୁ ସାହସ କରିପାରିଲିନି। ସେ ମ୍ୟାଡ଼ାମ୍ କେବଳ ମୋତେ ନୁହଁ, ମୋ ବାପାଙ୍କୁ ଆଉ ତତେ ବି ସେ ସବୁବେଳେ ଗାଳି ଦେଉଥିଲା। କ୍ଲାସ୍ର ପିଲାଙ୍କ ଆଗରେ ମୋତେ ମଦୁଆ ଗଞ୍ଜଡ଼ିଆ କହି ଗାଳି କରୁଥିଲା, ଆଉ କେତେବେଳେ ଖରାପ ଭାଷାରେ ଗାଳି କରି କରି ଧକ୍କା ମାରି କ୍ଲାସ୍ରୁ ବି ବାହାର କରିଦେଉଥିଲା। ଦିନେ କି 2 ଦିନ ନୁହଁ, ମୋ ସହିତ ପ୍ରତ୍ୟେକ ଦିନ କ୍ଲାସରୁମ୍ ଭିତରେ ସେ ମ୍ୟାଡ଼ାମ୍ ଏମିତି କରୁଥିଲେ। ଆଉ ଶେଷରେ ତୋ ପୁଅ ସେ ରାକ୍ଷସୀ ମ୍ୟାଡ଼ାମ୍ ଆଗରେ ନିଜର ଧୈର୍ଯ୍ୟ ହାରିଦେଲା, ଆଉ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା। ମୋତେ କ୍ଷମା କରିଦେବୁ ମା, ତୋ ଭଳି ମାଆଟେ ପାଇ ମୁଁ ଧନ୍ୟ ହୋଇଗଲି। ତୋ ଭଳି ମା ସବୁ ପୁଅକୁ ମିଳୁ, ଆଉ ଭଗବାନଙ୍କୁ ବି ଏମିତି ଶେଷ ପ୍ରାର୍ଥନା କରୁଛି, ମୋତେ ସବୁବେଳେ ତୋ ଗର୍ଭରୁ ଜନ୍ମ ଦିଅନ୍ତୁ। ହଁ ଦର୍ଶକ ବନ୍ଧୁ, ଇଏ ହେଉଛି ଗୋଟେ ଅସହାୟ ପୁଅର ତା ଅଭାଗୀ ମା ପାଇଁ ଶେଷ ଶବ୍ଦ, ଯାହାକୁ ଶୁଣିଲେ ଆପଣଙ୍କ ଆଖି ଲୁହରେ ଭିଜିଯିବ। ଟିକେ ଭଲ କରି ଦେଖନ୍ତୁ ଏଇ ମା ଜଣକୁ କେମିତି ନିଜ ପୁଅକୁ ହରେଇ ପାଗଳି ପରି ଭୋ ଭୋ ହୋଇ କାନ୍ଦୁଛି, ଆଉ କହୁଛନ୍ତି, ବାପାରେ ମୁଁ ତୋ ବିନା କେମିତି ବଞ୍ଚିବି, ମୋତେ ବି ତୋ ସାଙ୍ଗରେ ନେଇଯା। ତେବେ ଅଧରାତିରେ ନିଜ ପୁଅ ରୁମ୍ରେ ଲାଇଟ୍ ଜଳୁଥିବାର ଦେଖି ମା ପୁଅ ପାଖକୁ ଯାଇଥିବା ବେଳେ ରୁମ୍ ଭିତରେ ଝୁଲୁଥିଲା ପୁଅର ମଲା ଦେହ, ଯାହାକୁ ଦେଖି ମାଆର ଚେତା ହଜି ଯାଇଥିଲା। ତେବେ ଏଭଳି ଦୃଶ୍ୟ ଦିଲ୍ଲୀରେ ଦେଖିବାକୁ ମିଳିଛି। ଧୈର୍ଯ୍ୟ ନାମକ ଜଣେ ସ୍କୁଲ ଛାତ୍ର ନିଜେ ଆତ୍ମହତ୍ୟା ପାଇଁ ହିନ୍ଦୀ ମ୍ୟାଡ଼ାମଙ୍କୁ ପରୋକ୍ଷରେ ଦୋଷ ଦେଇଥିବା ବେଳେ ଏହାକୁ ନେଇ SBM ସ୍କୁଲର ହିନ୍ଦୀ ଦିଦିଙ୍କ ନାଁରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଦେଖିବାକୁ ବାକି ରହିଲା ଆଗକୁ ଘଟଣା କେଉଁ ମୋଡ଼ ନେଉଛି, ଆଉ କେବେ ଧୈର୍ଯ୍ୟକୁ ନ୍ୟାୟ ମିଳୁଛି। ବ୍ୟୁରୋ ରିପୋର୍ଟ, A1 ଓଡ଼ିଆ।